ଆଜିର ଏହି ପବିତ୍ର ଦିନରେ ମୁଁ ଆପଣମାନଙ୍କୁ ଏକ ଏମିତି ଆଧ୍ୟାତ୍ମିକ ଅନୁଭୂତି ସହିତ ଯୋଡ଼ିବାକୁ ଚାହୁଁଛି ଯାହା ଆମର ହୃଦୟକୁ ଶାନ୍ତି ଦେଇଥାଏ ଓ ଆତ୍ମାକୁ ପବିତ୍ର କରିଥାଏ। ସେହି ପବିତ୍ର ଅବସର ହେଉଛି ବାରୁଣୀ ମହୋତ୍ସବ। ବୈତରଣୀ ନଦୀ। ଏହା କେବଳ ଗୋଟିଏ ନଦୀ ନୁହେଁ, ଏହା ଆମର ଆସ୍ଥା, ଆମର ଭକ୍ତି ଓ ଆମର ସଂସ୍କୃତିର ଜୀବନ୍ତ ପ୍ରତୀକ। ପୁରାଣ କହେ ଏହି ବୈତରଣୀ ନଦୀକୁ ଆତ୍ମା ପାର କଲେ ସେ ମୋକ୍ଷର ପଥରେ ଆଗକୁ ବଢ଼େ। ସେଥିପାଇଁ ଏହାକୁ ମୋକ୍ଷଦାୟିନୀ ନଦୀ ବୋଲି କୁହାଯାଏ। ଚୈତ୍ର ମାସର ଏହି ପବିତ୍ର ବାରୁଣୀ ତିଥିରେ ଯେତେବେଳେ ସୂର୍ଯ୍ୟର ପ୍ରଥମ କିରଣ ବୈତରଣୀର ପବିତ୍ର ଜଳରେ ପଡ଼େ, ସେହି ମୁହୂର୍ତ୍ତଟି ମନେହୁଏ ଦେବତାମାନଙ୍କ ଆଶୀର୍ବାଦ ଆମ ଉପରେ ବର୍ଷି ପଡ଼ୁଛି। ଏହି ସମୟରେ ଯେଉଁମାନେ ଭକ୍ତିର ସହିତ ସ୍ନାନ କରନ୍ତି, ତାଙ୍କର ମନ ଶୁଦ୍ଧ ହୁଏ, ପାପ ନାଶ ହୁଏ ଓ ଆତ୍ମା ଏକ ଅଲୌକିକ ଶାନ୍ତିକୁ ଅନୁଭବ କରେ। କିନ୍ତୁ ଭାଇ ଓ ଭଉଣୀମାନେ, ଏହି ଦିନର ସବୁଠୁ ବଡ଼ ମହତ୍ତ୍ୱ ହେଉଛି ପିଣ୍ଡଦାନ। ଆମେ ଆଜି ଯେଉଁଠାରେ ଅଛୁ, ସେଥିରେ ଆମ ପିତୃପୁରୁଷଙ୍କ ଅନେକ ତ୍ୟାଗ ଓ ଆଶୀର୍ବାଦ ଲୁଚିଥାଏ। ପିଣ୍ଡଦାନ କେବଳ ଗୋଟିଏ ପୂଜା ନୁହେଁ, ଏହା ହେଉଛି ଆମ ହୃଦୟର ଭାବନା, ଆମର କୃତଜ୍ଞତା, ଆମର ସମ୍ମାନ, ଯାହା ଆମେ ଆମ ପୂର୍ବଜମାନଙ୍କୁ ଦେଉଛୁ। ଯେତେବେଳେ ବୈତରଣୀ କୂଳରେ ଦଣ୍ଡାୟମାନ ହୋଇ ପିଣ୍ଡଦାନ କରୁଛୁ, ସେତେବେଳେ ଆମର ମନରେ ଏକ ଅଲଗା ଭାବନା ଜାଗ୍ରତ ହୁଏ। ମନେହୁଏ ଯେ ଆମ ପୂର୍ବଜମାନେ ଆମକୁ ଆଶୀର୍ବାଦ ଦେଉଛନ୍ତି। ଏହି ପବିତ୍ର ଦିନରେ କରାଯାଇଥିବା ପିଣ୍ଡଦାନ ମୃତ୍ୟୁ ଆତ୍ମାକୁ ଶାନ୍ତି ଦେଇଥାଏ ଓ ଆମ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଥାଏ। ଆସନ୍ତୁ, ଏହି ପବିତ୍ର ବାରୁଣୀ ମହୋତ୍ସବରେ ଆମେ କେବଳ ପରମ୍ପରା ପାଳନ କରିବାକୁ ନୁହେଁ, ହୃଦୟରୁ ଅନୁଭବ କରିବା ଶିଖିବା। ଆମ ପିତୃପୁରୁଷଙ୍କୁ ସ୍ମରଣ କରିବା, ତାଙ୍କ ପାଇଁ ପ୍ରାର୍ଥନା କରିବା ଓ ତାଙ୍କ ଆଶୀର୍ବାଦରେ ଆମ ଜୀବନକୁ ସୁନ୍ଦର କରିବା। ଶେଷରେ ମୁଁ ଏହି ପବିତ୍ର ଅବସରରେ ସମସ୍ତଙ୍କ ଜୀବନରେ ଶାନ୍ତି, ସୁଖ ଓ ଆଧ୍ୟାତ୍ମିକ ଶକ୍ତିର କାମନା କରୁଛି। ଜୟ